କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା, ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଓଡ଼ିଆ ପାଠଶାଳାକୁ। ଚାଲନ୍ତୁ ଆଜିର ଭିଡିଓରେ କଥା ହେବା ସେନା ଦିବସ ବିଷୟରେ। ପ୍ରତିବର୍ଷ ଜାନୁଆରୀ 15 ତାରିଖରେ ଭାରତରେ ସେନା ଦିବସ ପାଳନ କରାଯାଏ। 1949 ମସିହାରେ ଫିଲ୍ଡ ମାର୍ଶାଲ କେ.ଏମ୍. କାରିଆପ୍ପା ଭାରତୀୟ ସେନାର ପ୍ରଥମ ଭାରତୀୟ କମାଣ୍ଡର ଇନ୍ ଚିଫ୍ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହି ଦିନଟି ଭାରତୀୟ ସୈନିକଙ୍କ ସାହସ, ସମର୍ପଣ ଏବଂ ବଳିଦାନକୁ ସମ୍ମାନ କରେ। ଏହି ଦିନ ଜାତୀୟ ରାଜଧାନୀ ନୂଆଦିଲ୍ଲୀ ଏବଂ ସମସ୍ତ ମୁଖ୍ୟାଳୟରେ ମହାନ ପରେଡ୍ ଅନୁଷ୍ଠିତ ହୁଏ। ଦିଲ୍ଲୀ କ୍ୟାଣ୍ଟନମେଣ୍ଟର କାରିଆପ୍ପା ପରେଡ୍ ଗ୍ରାଉଣ୍ଡରେ ମୁଖ୍ୟ ସେନା ଦିବସ ପରେଡ୍ ଅନୁଷ୍ଠିତ ହୁଏ। ସୈନିକମାନଙ୍କୁ ସେମାନଙ୍କର ଅସାଧାରଣ ସେବା ପାଇଁ ସାହସିକତା ପୁରସ୍କାର ଏବଂ ପଦକ ପ୍ରଦାନ କରାଯାଏ। ଏହି ଦିବସଟି ଦେଶର ସାର୍ବଭୌମତ୍ୱକୁ ସୁରକ୍ଷା ଦେବାରେ ଭାରତୀୟ ସେନାର ଭୂମିକାକୁ ସ୍ୱୀକୃତି ଦିଏ। ଏହା ନାଗରିକମାନଙ୍କୁ ସେମାନଙ୍କ ନିଃସ୍ୱାର୍ଥପର ସେବା ପାଇଁ ସଶସ୍ତ୍ର ବାହିନୀକୁ ସମ୍ମାନ ଏବଂ ପ୍ରଶଂସା କରିବାକୁ ପ୍ରେରଣା ଦିଏ। ସେନା ଦିବସ ଆମର ସେନାର ମୂଳମନ୍ତ୍ରକୁ ମନେ ପକାଇଦିଏ, ନିଜ ପୂର୍ବରୁ ସେବା। ଏହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ। ଭିଡିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି କିଛି କ୍ୱେଶ୍ଚିନ୍ସ ଅଛି, କିଛି ଡାଉଟ୍ ଅଛି, କମେଣ୍ଟରେ ଲେଖିକି ଦବ, ଆନ୍ସର କରିବା। ଆଉ ଯଦି ଭଲ ଲାଗିଲା ତାହେଲେ ଭିଡିଓ ଟିକେ ଲାଇକ୍ କରିଦବ, ଭିଡିଓକୁ ଆମ ସହିତ ସେୟାର କର। ଚ୍ୟାନେଲରେ ଯେଉଁମାନେ ଭିଡିଓ ଦେଖୁଛନ୍ତି ଏପର୍ଯ୍ୟନ୍ତ ସବସ୍କ୍ରାଇବ କରିନାହାନ୍ତି, ଚ୍ୟାନେଲକୁ ପ୍ଲିଜ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ଭିଡିଓ ଅପଲୋଡ ହେଲେ ନୋଟିଫିକେସନ ପହଞ୍ଚିବ, ଆମେ ମିଶିକି ପଢିପାରିବା, ବୁଝିପାରିବା ଏବଂ ଜାଣିପାରିବା। ତାହେଲେ ଦେଖା ଆଗାମୀ ଭିଡିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦିଅ। ବାଏ ବାଏ।